ସମ୍ବଲପୁର ଯମନକେରା ଥାନା ବଡ଼ରମା ଜଙ୍ଗଲରେ ମିଳିଥିବା ଯୁବତୀଙ୍କ ମୃତଦେହ ଚିହ୍ନଟ ହୋଇଛି। ଯୁବତୀ ଜଣକ ମହୁଲପଲ୍ଲୀ ଥାନା କୁସୁମୀ ମହୁଲଗୁଡ଼ା ଗାଁର ସରିତା ସା। ସେ କୁଚିଣ୍ଡାରେ ଥିବା ସହେଲି ବ୍ୟୁଟି ପାର୍ଲରରେ କାମ କରୁଥିଲେ। ଗତ 16 ତାରିଖ ସନ୍ଧ୍ୟାରୁ ସେ ନିଖୋଜ ଥିବା ନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ କୁଚିଣ୍ଡାର ଅନିଲ ପୁରୁଷେଟକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଏଥିସହିତ ଅଭିଯୁକ୍ତ ଅନିଲକୁ ନେଇ ମୃତଦେହ ମିଳିଥିବା ଘଟଣାସ୍ଥଳକୁ ଯାଇଥିଲା पुलिस। 16 तारिखରେ ଅଭିଯୁକ୍ତ ଅନିଲ ସରିତା ସାଙ୍କ ସହ କଥାବାର୍ତ୍ତା ହୋଇଥିବା पुलिस कॉल डिटेलରୁ ଜାଣିବାକୁ ପାଇଥିଲା, ଯାହାକୁ ଆଧାର କରି पुलिस ଅନିଲକୁ ପଚରାଉଚରା କରିବାରୁ ଅନେକ କିଛି ତଥ୍ୟ ମିଳିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରାଯିବା ସହ ବୋଲେରୋ ଡ୍ରାଇଭରଙ୍କୁ पुलिस ଅଟକ ରଖିଛି। कुलबुला मारी जगह पास दिया जो मर्जी को अपहरण कर मर्जी के हत्या कर बड़मा घाटी फिंगी दि जाइए। घटना तदंत चलती तदंत पर जहाँ किसी सविशेष कही अभियुक्त आम पाखे बर्तमान अच्छी एवं तार लिडिंग टू डिस्कवरी चली।